नमस्कार दर्शक बंधु शुभ सकाळ आज ହେଉଛି ଏପ୍ରିଲ ମାସ 8 ତାରିଖ ବୁଧବାର। ଚାଲନ୍ତୁ ନଜର ପକାଇବା ଆଜି ଦିନର ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ଜଣାନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ଏନ୍ତା ନୂଆ ଭିଡ଼ିଓ ସବୁବେଳେ ପାଇପାରିବେ। ଆଜିର ପ୍ରଥମ ଖବର, ଆଜିଠାରୁ ପୁଣି ରତ୍ନ ଭଣ୍ଡାରରେ ଗଚ୍ଛିତ ଅଲଙ୍କାର ଗଣତି ମଣତି ଆଜିଠୁ ଆରମ୍ଭ ହୋଇ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ 13 ତାରିଖରୁ 16ରୁ 18 ତାରିଖ ଯାଏଁ ପର୍ଯ୍ୟନ୍ତ ଗଣତି ହେବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ହେବ, ବାହାର କାଠ ନିକଟରୁ ଦର୍ଶନ ହେବ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ସେହିପରି କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିଗମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ପରବର୍ତ୍ତୀ ଖବର, ସମ୍ପୂର୍ଣ୍ଣ ହେଲା ମହାପ୍ରଭୁଙ୍କ ପଇତା ଲାଗି ନୀତି। ସୋମବାର ସନ୍ଧ୍ୟାରେ ବଡ଼ଦେଉଳରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହୋଇଛି। ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିଛନ୍ତି। ଏହି ସ୍ୱତନ୍ତ୍ର ନୀତି ସମୟରେ ଠାକୁରଙ୍କ ଦର୍ଶନ ବନ୍ଦ ରହିଥିଲା। ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢ଼ି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ। ପରବର୍ତ୍ତୀ ଖବର, ଆଜିଠୁ ସୁଭଦ୍ରା ଯୋଜନାରେ ନୂତନ ପଞ୍ଜୀକରଣ। ହିତାଧିକାରୀଙ୍କ ପାଇଁ ଖୁସି ଖବର, ଆଜିଠୁ ସୁଭଦ୍ରା ଯୋଜନାର ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ। ସୁଭଦ୍ରାରେ ଯୋଡ଼ି ହେବେ ନୂଆ ହିତାଧିକାରୀ। ଆଜିଠାରୁ ଏପ୍ରିଲ 30 ଏକ ମାସ ଯାଏଁ ପଞ୍ଜୀକରଣ ଅବଧି ରହିଛି। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ। ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ। ପୂର୍ବରୁ ଆବେଦନ କରିଥିବା ମହିଳାମାନଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ 2026-27 ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ 2ଟି କିସ୍ତିରେ ମୋଟ 10,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ମାନଦଣ୍ଡ ଅନୁଯାୟୀ ଏପ୍ରିଲ 1, 2026 ସୁଦ୍ଧା 21 ବର୍ଷରୁ 60 ବର୍ଷୀୟ ମହିଳା ଯୁବତୀମାନେ ସୁଭଦ୍ରାରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାନ୍ତି କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବରେ ଆବେଦନ କରିପାରିବେ। ପରବର୍ତ୍ତୀ ଖବର, ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢ଼ାଇଲା ଏୟାର ଇଣ୍ଡିଆ। ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳନା ବିଭାଗ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ବଡ଼ ଝଟକା ଦେଇଛି। ବଢ଼ିପାରେ ଭଡ଼ା। କମ୍ପାନୀ 8 ଏପ୍ରିଲରୁ ଏହାର ଇନ୍ଧନ ସରଚାର୍ଜ ଢାଞ୍ଚାରେ ପରିବର୍ତ୍ତନ ଘୋଷଣା କରିଛି, ଯାହାଫଳରେ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟ୍ରେ ଟିକେଟର ମୂଲ୍ୟ ଅଧିକ ହେବ। ଏହି ନୂଆ ଦର 8 ଏପ୍ରିଲ ସକାଳ 9ଟା ପରେ ବୁକିଂ ହେଉଥିବା ଟିକେଟ ଉପରେ ଲାଗୁ ହେବ। ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ବିମାନର ଦୂରତା ଅନୁଯାୟୀ 299 ଟଙ୍କା 899 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭଡ଼ା ଦେବାକୁ ହେବ। ପରବର୍ତ୍ତୀ ଖବର, ବାଂଲାଦେଶ ସୀମାରେ ସାପ କୁମ୍ଭୀର ଛାଡ଼ିପାରେ ଭାରତ। ଭାରତ ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସ୍ଏଫ୍ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ଭାରତ ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ସମ୍ବେଦନଶୀଳ ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଏବଂ ସାପକୁ ଛାଡ଼ିବାର ସମ୍ଭାବ୍ୟତା ଅନୁସନ୍ଧାନ କରୁଛି। ତଥାପି ପ୍ରସ୍ତାବକୁ ଏପର୍ଯ୍ୟନ୍ତ ସରକାରୀ ଅନୁମୋଦନ ମିଳିନାହିଁ। ବିଗତ 10 ବର୍ଷ ମଧ୍ୟରେ ସୀମାରେ 7,000ରୁ ଅଧିକ ଅନୁପ୍ରବେଶ ଘଟଣା ସମ୍ପର୍କରେ ରିପୋର୍ଟ ମିଳିଛି। ପରବର୍ତ୍ତୀ ଖବର, ବିଦ୍ୟାଳୟରେ ସାନିଟେସନ ଓ ମାସିକ ଋତୁସ୍ରାବ ସ୍ୱଚ୍ଛତାକୁ ଗୁରୁତ୍ୱ। ଓଡ଼ିଶା ସରକାରଙ୍କ ତରଫରୁ ସ୍କୁଲ ସାନିଟେସନ ଓ ମାସିକ ଋତୁସ୍ରାବକୁ ନେଇ ଆଲ୍ ହାଇଜିନ୍ ଉପରେ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସମାନତାମୂଳକ ଶିକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ସ୍କୁଲରେ ଆଲ୍ ହାଇଜିନ୍ ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ବାଦ ପଡ଼ିଲେ 90 ଲକ୍ଷରୁ ଅଧିକ ଲୋକ। ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭୋଟର ତାଲିକା ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ତଦନ୍ତ ସଘନ ସଂଶୋଧନ SIR ପ୍ରକ୍ରିୟା ଅଧୀନରେ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ସାରା ରାଜ୍ୟର 90 ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ନିର୍ବାଚନ କମିଶନ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଛି।
ପରବର୍ତ୍ତୀ ଖବର ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା। ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା। ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ 5 କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡର FTLର ଦୈନିକ କୋଟାକୁ 2 ଗୁଣା କରାଯିବ। ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରରେ ଚାହିଦା ମୁତାବକ ଏହାର ଯୋଗାଣ ବଢ଼ାଯିବ। ପରବର୍ତ୍ତୀ ଖବର ଝଲସିବ ପୁରୀ ଶ୍ରୀମନ୍ଦିର। ଆଲୋକୀକରଣ ପାଇଁ ଖର୍ଚ୍ଚ ହେବ 17ରୁ 18 କୋଟି। ଶ୍ରୀମନ୍ଦିରକୁ କରାଯିବା ଆକର୍ଷଣୀୟ ଆଲୋକୀକରଣ। 17ରୁ 18 କୋଟି ଟଙ୍କାରେ ହେବ ଆଲୋକୀକରଣ ବ୍ୟବସ୍ଥା। ଭକ୍ତ ପାଇବେ ନୂଆ ଆଧ୍ୟାତ୍ମିକ ଅନୁଭୂତି। ଶ୍ରୀମନ୍ଦିର ସହିତ ଭିତର ବେଢ଼ାରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିର ଗୁଡ଼ିକରେ ମଧ୍ୟ ସୁନ୍ଦର ଭାବେ କରାଯିବ ଆଲୋକୀକରଣ। ଶ୍ରୀମନ୍ଦିର ଚାରିଦ୍ୱାର, ମେଘନାଥ ପାଚେରୀ, କୁରୁମବେଡ଼ା, ଜଗମୋହନ ନାଟମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ। ସେହିପରି ଭିତରବେଢ଼ାରେ ମା ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଆଲୋକୀକରଣ କରାଯିବ। ଏହି ଆଲୋକୀକରଣ ବ୍ୟବସ୍ଥାର 5 ବର୍ଷ ପାଇଁ ରକ୍ଷଣାବେକ୍ଷଣ ନେଇ ମଧ୍ୟ ଖୁବ୍ ଶୀଘ୍ର ଟେଣ୍ଡର କରାଯିବ। ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏକ ନୂଆ ଅନୁଭୂତି ପାଇପାରିବେ। ପରବର୍ତ୍ତୀ ଖବର ଓଡ଼ିଶା ରାଜ୍ୟ ଆଇନ ଆଯୋଗଙ୍କ ବାର୍ଷିକ ରିପୋର୍ଟ, ନୂତନ ୱେବସାଇଟ୍ ଉନ୍ମୋଚିତ। ଆଜି ଆଇନ ଆଯୋଗର ଗଠନ 1 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି। ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ସୁଯୋଗ ସାବ୍ୟସ୍ତ ହୋଇଛି। ପରବର୍ତ୍ତୀ ଖବର ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ। 47 ବର୍ଷର ହିଂସାର ଅନ୍ତ ହେବ। ଇରାନକୁ ଟ୍ରମ୍ପଙ୍କ ଧମକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ସମୟସୀମା ପୂର୍ବରୁ ଏକ ଚୁକ୍ତି ନ ହୁଏ ତେବେ ଆଜି ରାତିରେ ଇରାନର ସମଗ୍ର ସଭ୍ୟତା ଶେଷ ହୋଇଯିବ। କାରଣ ଇରାନକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ଡେଡଲାଇନ୍ ଆଜି ସରୁଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଆଜି ରାତ୍ରିରେ ଏକ ସମ୍ପୂର୍ଣ୍ଣ ସଭ୍ୟତା ଶେଷ ହୋଇପାରେ, କେବେ ପୁନଃସ୍ଥାପିତ ହେବ ନାହିଁ। ପରବର୍ତ୍ତୀ ଖବର ଖଣି ଲିଜ୍ଧାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ। ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍ଧାରୀ ଓ ଶିଳ୍ପପତିମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ ଲୁହାପଥରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ପରିମାଣର ଲୁହାପଥର ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ଶିଳ୍ପ ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇଥିଲେ। ପରବର୍ତ୍ତୀ ଖବର ପାକିସ୍ତାନରେ ଲାଗିଲା ସ୍ମାର୍ଟ ଲକଡାଉନ, ବଡ଼ ଘୋଷଣା କଲେ ଶାହବାଜ ସରକାର। ହାହାକାରରେ ପାକିସ୍ତାନ। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆହୁରି ଦୁର୍ବିଷ ହେଲାଣି ପରିସ୍ଥିତି। ମଧ୍ୟପ୍ରାଚ୍ୟ ବିବାଦ 1 ମାସରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ସମୟରେ ପଡ଼ୋଶୀ ପାକିସ୍ତାନରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶାହବାଜ ସରକାର ଏକ ସ୍ମାର୍ଟ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର ପୁଣି ଥରେ ବିବାଦ ଘେରରେ ରହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନିଜେ ଦେଇଥିବା ବୟାନ ପାଇଁ ଲୋକହସା ହେବାକୁ ପଡ଼ିଛି। ତାଙ୍କର ବିବାଦୀୟ ବୟାନ ପାଇଁ ଅପଦସ୍ଥ ହୋଇଛନ୍ତି ସରକାର। 5 କିଲୋ LPG ଗ୍ୟାସ୍ ବନ୍ଦ ହେବ ବୋଲି କହିଥିଲେ ମନ୍ତ୍ରୀ। ଏପରିକି ଖୋଲା ଗ୍ୟାସ୍ ମିଳିବ ନାହିଁ କି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ହେବ ନାହିଁ ବୋଲି କହିଥିଲେ। ଯେଉଁମାନେ ବୁକିଂ କରିବେ ସେଇମାନେ ହିଁ ନେବେ ବୋଲି କହିଥିଲେ। ଖୋଲା ବଜାରରେ କେବଳ ଏଜେନ୍ସି ବିକିବେ ବୋଲି କହିଥିଲେ। ଟିକିଏ ଆସନ୍ତୁ ଶୁଣିବା କ'ଣ କହିଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନ ପରେ ସାରା ରାଜ୍ୟରେ ଚହଳ ପଡ଼ିଯାଇଥିଲା। ପରବର୍ତ୍ତୀ ଖବର ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ। ଅଲିଉଡ ଜଗତରୁ ଆସିଲା ଦୁଃଖଦ ଖବର। ଅଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ। ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ୱାଇଁଙ୍କର 75 ବର୍ଷ ବୟସରେ ଆଜି ସକାଳ ପ୍ରାୟ 6ଟାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ଘଟିଛି। ସେ ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପରବର୍ତ୍ତୀ ଖବର ଆହୁରି ସପ୍ତାହେ କାଳବୈଶାଖୀ ଆଶଙ୍କା। 20 ଜିଲ୍ଲାକୁ ଝଡ଼ ବର୍ଷା ସତର୍କତା। ରାଜ୍ୟରେ କମୁନି କାଳବୈଶାଖୀ କୋପ। ଆଜି 20 ଜିଲ୍ଲାକୁ ଝଡ଼ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଚେତାବନୀ। ଆସନ୍ତା ସପ୍ତାହେ ଯାଏଁ ଏଭଳି ସ୍ଥିତି ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବିଜୁଳି ଘଡ଼ଘଡ଼ି ପାଇଁ 2 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଝଡ଼ ବର୍ଷା ପବନ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବିଜୁଳି ଘଡ଼ଘଡ଼ି ପାଇଁ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିପାରେ। 10 ତାରିଖ ଯାଏଁ କାଳବୈଶାଖୀ ଆଶଙ୍କା ରହିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। 3 ପ୍ରସଙ୍ଗ ନେଇ କରିଛନ୍ତି ଆଲୋଚନା। ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ବିଷୟରେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଜମି ଅଧିଗ୍ରହଣ କେତେ ଦୂର ଆଗେଇଛି ତାର ସମୀକ୍ଷା କରିଛନ୍ତି। ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା। ଖୁବ୍ ଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା। ବୀର ସୁରେନ୍ଦ୍ର ସାହେବ ବିମାନବନ୍ଦରରୁ ଆରମ୍ଭ ହେବ ଏହି ସେବା। ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯିବ ପାରିବ ସାମଗ୍ରୀ। ଭୌଗୋଳିକ ଭିତ୍ତିଭୂମି ଦୃଷ୍ଟିକୋଣକୁ କାର୍ଗୋ ଏୟାରପୋର୍ଟ ପାଇଁ ଝାରସୁଗୁଡ଼ା ଉପଯୁକ୍ତ ସ୍ଥାନ। ତେବେ କମ୍ ଅବଧିଯୁକ୍ତ ଖାଦ୍ୟ ସାମଗ୍ରୀ ହେଉ ଅଥବା ଅନ୍ୟ କୌଣସି ଦ୍ରବ୍ୟ ସ୍ଥାନାନ୍ତର କରିବାରେ ଏହି ସେବା ବିଶେଷ ସହାୟକ ହେବ। ପରବର୍ତ୍ତୀ ଖବର, ବଜେଟ୍ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ଏକ ସୁଦୃଢ଼ ରୋଡ୍ମ୍ୟାପ୍। ବଜେଟ୍ କେବଳ ଆୟବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ଏକ ସୁଦୃଢ଼ ରୋଡ୍ମ୍ୟାପ୍। ରାଜ୍ୟସ୍ତରୀୟ ବଜେଟ୍ ସଚେତନତା କର୍ମଶାଳା ଆମେ ଜାଣିବା ଆମ ବଜେଟ୍ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ବିକଶିତ ଓଡ଼ିଶା ଗଠନର ମୂଳଭିତ୍ତିକୁ ସୁଦୃଢ଼ କରିବ। ପରବର୍ତ୍ତୀ ଖବର, 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ନୂଆ ପୁଲିସ ଜିଲ୍ଲା ଶୁଭାରମ୍ଭ କରିବା ସହ ପ୍ରଦାନ କରିବେ ରାଷ୍ଟ୍ରପତି ପୁଲିସ କଲର ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 21 ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଝାରସୁଗୁଡ଼ା ଓ ରାୟରଙ୍ଗପୁରରେ 2ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଓଡ଼ିଶା ପୁଲିସର ପ୍ରସ୍ତାବିତ ରାୟରଙ୍ଗପୁରର ପୁଲିସ ଜିଲ୍ଲାକୁ ରାଷ୍ଟ୍ରପତି ଶୁଭାରମ୍ଭ କରିବା ସହିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ।